ଏଇ ଜାଗା କୁଲାଡ ଭଞ୍ଜନଗର ଠାରୁ 7 କିଲୋମିଟର ଦୂରରେ ଅବସ୍ଥିତ। ଏବେ ଆମେ ଯୋଉ ଯାଉଛେ ବ୍ୟାଘ୍ରଦେବୀ ମନ୍ଦିର କୁଲାଡ, ଏଇ ଜାଗାଟା ବି ଉପେନ୍ଦ୍ର ଭଞ୍ଜ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସାଧନା ସ୍ଥଳୀ। ଏଇଟା ମନ୍ଦିର, ଆଉ ଗୋଟେ ପାହାଡ ଉପରେ ଆଉ ଗୋଟେ ମନ୍ଦିର ଅଛି ଯୋଉଟା କି ତାଙ୍କର ପ୍ରକୃତ ସାଧନା ସ୍ଥଳୀ। ସେ ଜାଗାଟା ବି ଆଜି ଦେଖିବା। ଜୁଜୁ ଆସୁଛୁ? ନୀତି ନିୟମ, ଦୈନିକ ନୀତି ନିୟମ ଲେଖା ହେଇଛି। ସକାଳ 6 ଘଣ୍ଟା ସେଠି ଯେଉଁ ଲୋକମାନେ ମାର୍ବଲ ପାଇଁ ଦାନ କରିଛନ୍ତି ତାଙ୍କ ନାଁ ସବୁ ଲେଖା ହେଇଛି। ସବୁ ଜାଗାରେ ବର୍ତ୍ତମାନ ମେସିନ୍ ହେଇଗଲାଣି। ମେସିନ୍, ହଁ ମେସିନରେ କରୁଛନ୍ତି। ତାଙ୍କର ସାର୍ ଏଠି ସାର୍ ଏବେ ବି ମାନୁଆଲ କରୁଛନ୍ତି। ହଁ ହଁ, ନାଇଁ ବହୁତ ଜାଗାରେ ମାନୁଆଲ ବି କରୁଛନ୍ତି, କିନ୍ତୁ କରିଲେଣି ବହୁତ ଜାଗାଟା। ମାର୍ବଲ ପାଇଁ ଦାନ କରିଛନ୍ତି। ଏଇ ଯେଉଁ ମାର୍ବଲ ପଡ଼ିଛି ମନ୍ଦିରରେ ସେଇଟାକୁ ବ୍ୟାଘ୍ରଦେବୀ ମନ୍ଦିର ପାଖରେ ହିଁ ପ୍ରତିଷ୍ଠା ହେଇଛି ଜଗନ୍ନାଥ ମନ୍ଦିର। ଏଇଟା ବହୁତ ପୁରୁଣା ମନ୍ଦିର। ଆଗକୁ ସେ ବାବଦରେ କହିବି। ଏ ଦେଖ ଦେଖ, ହେ ଦେଖ, ଉପେନ୍ଦ୍ର ଭଞ୍ଜଙ୍କ ମୂର୍ତ୍ତି ଅଛି। କବି ସମ୍ରାଟ। କବି ସମ୍ରାଟ ମାନେ ଇଏ ରାଜା ବି ଥିଲେ, ଲେଖକ ବି ଥିଲେ। ଅଶୋକ। ଏବେ ଆପଣ ଦେଖିପାରୁଛନ୍ତି କୋଲାଡର ଜଗନ୍ନାଥ ମନ୍ଦିର। ଏଇଟା ବହୁତ ଐତିହାସିକ ଆଉ ପୁରାତନ ମନ୍ଦିର। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଭଞ୍ଜ ବଂଶର ଶେଷ ରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେବଙ୍କ ଦ୍ୱାରା ଏହାର ନିର୍ମାଣ କରାଯାଇଥିଲା। ତେଣୁ ଏହି ଜଗନ୍ନାଥ ମନ୍ଦିରଟି ପ୍ରାୟ 300 ବର୍ଷରୁ ମଧ୍ୟ ବେଶୀ ପୁରୁଣା। ଜଗନ୍ନାଥ ମନ୍ଦିରର ପଛପଟେ ହିଁ ରହିଛି ବ୍ୟାଘ୍ରଦେବୀ ମନ୍ଦିର। ଦେଖୁଥିବେ ଏଇ ଯୋଉ ବୋର୍ଡରେ ଲେଖା ହେଇଛି। ଆଉ କୁଲାଡ ଜାଗାଟି, ଏଇ ଯୋଉ ଘୁମୁସର ଅଞ୍ଚଳ, ଭଞ୍ଜନଗରର ଏଇ ଯୋଉ ଅଞ୍ଚଳଟିକୁ ଐତିହାସିକ ଭାବେ ଘୁମୁସର ଅଞ୍ଚଳ ବୋଲି କୁହାଯାଏ। ଆଉ ଘୁମୁସର ରାଜା ଥିଲେ ଯୋଉ ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ତାଙ୍କର ଯୋଉମାନେ ସେଇ ବଂଶଧର, ତାଙ୍କର ପୂର୍ବ ଆଉ ପର ବଂଶଧର ମାନେ ଭଞ୍ଜ ରାଜା ସେମାନଙ୍କୁ କୁହାଯାଏ। ଆଉ ସେ ଭଞ୍ଜ ରାଜା ମାନଙ୍କର ଏଇ ଯୋଉ କୁଲାଡଟିକୁ ଭଞ୍ଜଗଡ଼ ବୋଲି କୁହାଯାଏ। ଏଇ ଜାଗାରେ ତାଙ୍କର ରାଜଧାନୀ ଥିଲା ବୋଲି ବିଶ୍ୱାସ କରାଯାଏ, ଯେତିକି ଶୁଣା କଥା। ଆଉ ଇତିହାସ, ଏଇ ଏରିଆର ଇତିହାସ ବିଷୟରେ ବେଶୀ ଯିଏ ଜାଣିଥିବେ ସେମାନେ ଠିକ୍ ଏ ବିଷୟରେ ଆଲୋକପାତ କରିପାରିବେ। ବର୍ତ୍ତମାନ ଆମେ ଆସିକି ପହଞ୍ଚିଛେ ଉପର କୁଲାଡ ମନ୍ଦିରର ପାଦଦେଶରେ। ଏଇଟା ସେଠି ଯେମିତି ଆମେ ଦେଖିଲେ ବ୍ୟାଘ୍ରଦେବୀଙ୍କ ମନ୍ଦିର, ଏଇ ମନ୍ଦିର ବି ସେମିତି ବ୍ୟାଘ୍ରଦେବୀଙ୍କ ମନ୍ଦିର। ଏଇଟାକୁ କିନ୍ତୁ ବାଗଦେବୀଙ୍କ ମନ୍ଦିର କୁହାଯାଉଛି। ବାଗଦେବୀ ମାନେ ସରସ୍ୱତୀ। ଆଉ ଉପର ବାଗଦେବୀ ମନ୍ଦିର ବୋଲି କୁହାଯାଉଛି। ମାନେ ସେଇ ଯୋଉ ମନ୍ଦିରଟା ଆମେ ଜଗନ୍ନାଥ ମନ୍ଦିର ପଛପଟେ ଦେଖିଲେ ସେଇଟା ହେଲା ତଳ ମନ୍ଦିର, ଏଇଟାକୁ ଉପର ମନ୍ଦିରର ମାନ୍ୟତା ମିଳିଛି। ଆଉ ଏ ଉପରେ ଆପଣ ଦେଖିପାରୁଥିବେ ସେଇଠି ହିଁ ମନ୍ଦିର ଅଛି। ସେଠୁକୁ ଏବେ ଆମେ ସିଡ଼ି ମାଧ୍ୟମରେ ଚାଲି ଚାଲି ଯିବା। ବହୁତ ଗୁଡ଼ିଏ ସିଡ଼ି ଅଛି, ଚଢ଼ିକି ଯିବା ବହୁତ କଷ୍ଟ। ଧୀରେ ଧୀରେ ଆମେ ଚଢ଼ିକି ଯିବା। ଏଇ ଯୋଉ ପାହାଡ଼ ଉପରେ ଯୋଉ ବଣ ଜଙ୍ଗଲ ମନୋରମ ପରିବେଶ, ସେଇ ଜାଗାରେ ହିଁ କବି ସମ୍ରାଟ ବସିକି ତାଙ୍କର ସାଧନା ସ୍ଥଳୀ ଉପରେ ଥିଲା। ସେଇଠି ବସିକି ସେ ସାରସ୍ୱତ ରଚନା କରିବାର ପ୍ରେରଣା ପାଉଥିଲେ। ଯିବା ଉପର ମନ୍ଦିରଟିକୁ ଦେଖିବା।
ଦେଖାହେଇଛି ଆଉ କବିଶରଣ ଉପେନ୍ଦ୍ର ଭଞ୍ଜଙ୍କ ଆରାଧ୍ୟ ଦେଇ ବୋଲି। ତ ଆଜି ଆପଣମାନେ ଆମ ସାଙ୍ଗେ ବୁଲିଲେ ଉପର କୁଲାଡ଼ ମନ୍ଦିର ତଥା ତଳ କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିର, କୁଲାଡ଼ର ଜଗନ୍ନାଥ ମନ୍ଦିର ଇତ୍ୟାଦି। ଆଶା କରେ ଆପଣଙ୍କ ଭିଡ଼ିଓଟି ଭଲ ଲାଗିଥିବ। ପୁଣି ଦେଖା ହେବା ଆଗାମୀ ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓରେ।